ରାଧେ ରାଧେ ସାଙ୍ଗମାନେ, ଆପଣମାନେ ତ ପାର୍ଟ 1 ଦେଖିଥିଲେ। ଆମେ ମଥୁରା ପହଞ୍ଚି ଯାଇଥିଲୁ। ମଥୁରାରେ ପହଞ୍ଚି ଚାଲିଗଲୁ ନିଜ ରୁମ୍କୁ। ଆପଣମାନେ କିପରି ବୃନ୍ଦାବନରେ ଷ୍ଟେ କରିବେ ଗୋଟେ ବଜେଟ୍ ଫ୍ରେଣ୍ଡଲି ହୋଟେଲରେ, ମୁଁ ଆପଣଙ୍କୁ ଡେସ୍କ୍ରିପସନ୍ ବକ୍ସରେ କହିଦେବି। ନିଜ ରୁମ୍ରୁ ରେଡ଼ି ହୋଇ ଆମେ ଚାଲିଗଲୁ। ସେଠାରେ ରିକ୍ସାରେ ବସିକରି ବାହାରିଗଲୁ ବିହାରଜୀଙ୍କ ମନ୍ଦିରକୁ। ଆପଣମାନେ ବୃନ୍ଦାବନରୁ ଏନି ଟାଇମ୍ ରିକ୍ସା, ଟ୍ୟାକ୍ସି, ଅଟୋରେ ନେଇ ଯୁଆଡ଼େ ବି ଯାଇପାରିବେ। ମଉସା ଆମକୁ ଗୋଟେ କଥା ବାରମ୍ବାର କହୁଥିଲେ, ନିଜର ପର୍ସ, ମୋବାଇଲ ନିଜ ଦାୟିତ୍ୱ ରଖିବ, କାରଣ ଏଠାରେ ମାଙ୍କଡ଼ମାନେ ବହୁତ ବୁଲୁଛନ୍ତି। ଆଉ ବି କେୟାରଫୁଲ୍। ବିହାରଜୀଙ୍କ ମନ୍ଦିର ପାଖରେ ଆମେ ନିଜ ଚପଲ ରଖି ଚାଲିଗଲୁ ଲାଇନ୍କୁ। ଭାଇ ଭିଡ଼ ତ ରହିବ, ଠାକୁରଙ୍କ ଦର୍ଶନ କ'ଣ ସହଜରେ ମିଳେ? ରାଧା ରାଧା ନାମ ଜପୁ ଜପୁ ଆମେ ପହଞ୍ଚିଗଲୁ ବିହାରଜୀଙ୍କ ମୁଖ୍ୟ ପ୍ରାଙ୍ଗଣରେ। ୱାଓ, କି ଆଲୌକିକ ଦୃଶ୍ୟ! ମୋ ଜୀବନରେ ଏମିତି ମୁଁ କେବେ ଦେଖିନଥିଲି। ଯେତେ ଦେଖୁଛି ବିହାରଜୀଙ୍କ ମନ ମୋହିତ ହୋଇଯାଉଛି। ସେଥିପାଇଁ ସାଙ୍ଗମାନେ ବିହାରଜୀଙ୍କ ମନ୍ଦିରରେ ପ୍ରତି 2-3 ମିନିଟରେ ପର୍ଦ୍ଦା ଲଗାଇ ଦିଅନ୍ତି, ବିହାରଜୀ ମୋହିତ ହୋଇ ନିଜ ଭକ୍ତ ସହ ନ ପଳାଇ ଯାଆନ୍ତି ବୋଲି। ସାକ୍ଷାତ ନାରାୟଣଙ୍କୁ ଦେଖି ବର୍ତ୍ତମାନ ଗୋଟେ କଥା ମନରେ ଆସୁଛି, ବହୁତ ହୋଇଗଲା, ପୁରା ବିରକ୍ତ ହୋଇସାରିଲାଣି ଏଇ ମତଲବୀ ସ୍ୱାର୍ଥପର ଦୁନିଆଠୁ। ଏବେ କେବଳ ଗଙ୍ଗାଳ ଆରତି ଦରକାର, ଆଉ କାହ୍ନା ଭଳିଆ ସାରଥୀ ଦରକାର। ରାଧେ ରାଧେ ନାମ ଜପ କରି ଜୀବନ କାଟିଦେବି। ବଡ଼ ଦିନରେ ବାଙ୍କେ ବିହାରୀଙ୍କ ଦର୍ଶନ କରି ଏମିତି ଲାଗୁଛି ଜୀବନ ସାରାରେ ରାଧେ ରାଧେ ନାମ ଜପ କରି ଯେମିତି ଜୀବନଟା କାଟିଦେବି। ସୋ ଦେଖନ୍ତୁ ବାଙ୍କେ ବିହାରୀଙ୍କର କେମିତି ସୁନ୍ଦର ଦର୍ଶନ। ଇଏ ହେଉଛି ବାଙ୍କେ ବିହାରୀ ମନ୍ଦିର। ଭଗବାନଙ୍କର କି ଆଲୌକିକ ଦୃଶ୍ୟ ଦେଖନ୍ତୁ। ଆମେ ବର୍ତ୍ତମାନ ସ୍ୱାମୀ ସ୍ତ୍ରୀ ଅଛୁ ବାଙ୍କେ ବିହାରୀ ମନ୍ଦିରରେ। ସୋ ଏହି ହେଉଛି ସୁନ୍ଦର ଦର୍ଶନ ବାଙ୍କେ ବିହାରୀଙ୍କର।